ଆମର ସାମ୍ବାଦିକ ହେବା ପାଇଁ ଯୋଗାଯୋଗ କରନ୍ତୁ। ଲୋକଙ୍କୁ ଗୁଡ଼ାଇ ଗୁଡ଼ାଇ କାମୁଡ଼ିଛି ବାୟା ମାଙ୍କଡ଼। ବିଳମ୍ବରେ ହେଉ ମଧ୍ୟ କାବୁ କରିନେଲା ଜଙ୍ଗଲ ବିଭାଗ। ବନ୍ୟଜନ୍ତୁଙ୍କ ଆକ୍ରମଣରେ କଙ୍କଡ଼ାହାର ଓ ମଙ୍ଗଳପୁର ଦୁଇଟି ଗାଁର ଗ୍ରାମବାସୀ ବିପଦରେ ପଡ଼ିଯାଇଥିଲେ। ବିଳମ୍ବରେ ଆସିକି କାବୁ କଲା ଜଙ୍ଗଲ ବିଭାଗ। ଏହି ଦୁଇ ଗାଁରେ ବଢ଼ି ଚାଲିଥିଲା ମାଙ୍କଡ଼ଙ୍କର ଆତଙ୍କ। 20ରୁ 25 ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଛି ବାୟା ମାଙ୍କଡ଼ଟି। ଏହି ଘଟଣାଟି ଘଟିଯାଇଛି ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ବାଙ୍ଗିଦା ଗ୍ରାମପଞ୍ଚାୟତ ମଙ୍ଗଳପୁର କଙ୍କଡ଼ାହ ଗାଁରେ। 20 ଦିନ ହେବ ଗାଁର ଗ୍ରାମବାସୀମାନଙ୍କର ଜୀବିକା ଠପ୍ ହୋଇଯାଇଛି। ଏ ବିଷୟରେ ଆମ ସୃଷ୍ଟି ନ୍ୟୁଜ୍ର ପ୍ରତିନିଧି ଖୋର୍ଦ୍ଧା ବନ ବିଭାଗକୁ ଫୋନ୍ କରିବାରୁ ଜଙ୍ଗଲ ବିଭାଗ ଆଜି ହୋଇଯିବ ବୋଲି କହିଥିଲେ। ଜଙ୍ଗଲ ବିଭାଗ ଆଜି ଆସି ପହଞ୍ଚି ବାୟା ମାଙ୍କଡ଼ଟିକୁ କାବୁ କରିବାରେ ସଫଳ ହୋଇଛନ୍ତି। ଗ୍ରାମବାସୀଙ୍କଠୁ ପୂର୍ବରୁ ବନ ବିଭାଗ ଅଭିଯୋଗ ପାଇ ଥରେ ଆସି ମାଙ୍କଡ଼ଟିକୁ ନ ପାଇକି ବିଫଳ ହୋଇକି ଫେରିଯାଇଥିଲେ। କିଛି ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବନ ବିଭାଗ ସଜାଗ ହୋଇକି ଆଜି ରେଞ୍ଜରଙ୍କ ସହିତ ରେସ୍କ୍ୟୁ ଟିମ୍ ବସି ମାଙ୍କଡ଼ଟିକୁ କାବୁ କରିକି ସଫଳ ହୋଇଛି ଧରିବାରେ। ତେବେ ବନ ବିଭାଗର ଏହି କାର୍ଯ୍ୟକ୍ରମକୁ ଗ୍ରାମବାସୀମାନେ ଧନ୍ୟବାଦ ଅର୍ପଣ କରିଛନ୍ତି। ଆମେ 5-7 ଦିନ 10 ଦିନ ପୂର୍ବରୁ ଆମକୁ ଖବର ଦେଇଥିଲେ ଯେ ଆମ ଗାଁର ଗୋଟେ କଙ୍କଡ଼ାହାର ଗ୍ରାମରେ ଗୋଟେ ମାଙ୍କଡ଼ ଆତଙ୍କ କରୁଛି। ଆମ ଷ୍ଟାଫ୍ ମାନେ ଆସିଲେ, ଆସିକି ଦେଖା ଦେଇକରି ମାଙ୍କଡ଼ଟାକୁ ପାଇଲେନି, ସେଦିନ ପଳେଇଲେ। ତାପରେ ଏବେ ପରଦିନ କାଲି ବି ଖବର ଦେଇଥିଲେ ଯେ ଗୋଟେ ଆତଙ୍କ ସୃଷ୍ଟି କରୁଛି। ତେଣୁକରି ଆମ ସରକାର ନିୟମ ଅନୁସାରେ ମୁଁ କହିଲି ସରପଞ୍ଚ ଗୋଟେ ଲେଖିକି ଦିଅନ୍ତୁ, ତାପରେ ଆମେ ଯିବୁ। କାଲି ସରପଞ୍ଚ ଲେଖିକି ଦେଇଥିଲେ। ରାତିରେ ମଧ୍ୟ ଗୋଟାକୁ ଆକ୍ରମଣ କରିଥିଲା। ତେଣୁ ସକାଳୁ ଆମେ ଟ୍ରାଙ୍କୁଲାଇଜର ଟିମ୍ ଆଣି ବର୍ତ୍ତମାନ ଆମେ ତାକୁ ଟ୍ରାଙ୍କୁଲାଇଜ କଲୁ। ଆଉ ବର୍ତ୍ତମାନ ତାକୁ ନେଇକି ଯାଉଛୁ, ତାଙ୍କୁ ଡାକ୍ତର ମାଇନା କରି ତାକୁ ନେଇ ଜଙ୍ଗଲରେ ଛାଡ଼ିବୁ। ଆଉ ଯେଉଁ ଲୋକଙ୍କର ଯେଉଁ କ୍ଷୟକ୍ଷତି ସବୁ ହେଇଛି, କାହାର ମାଂସ ଜଙ୍ଗଲ ସବୁ ପଳେଇଛି, କାହାର କାନ 6-7ଟା ଷ୍ଟିଚ୍ ପଡ଼ିଛି, ଏମାନଙ୍କ ପାଇଁ ସାର୍ କ'ଣ କେମିତି କ'ଣ ବ୍ୟବସ୍ଥା ତାଙ୍କ ପାଇଁ ସାର୍ ଅଛି? ତାଙ୍କ ପାଇଁ ଯେହେତୁ ଏଇଟା ମାନେ ୱାଇଲ୍ଡ ନୁହଁ, ତାଙ୍କୁ ସେଥିପାଇଁ କିଛି ସରକାରଙ୍କର କିଛି ବର୍ତ୍ତମାନ ସୁଦ୍ଧା କିଛି ବାହାରିନି ମାନେ କ୍ଷତିପୂରଣ। ଆଉ ତେଣୁକରି ସେମାନେ ତାଙ୍କର ଚିକିତ୍ସା କରିବେ। ଯାହା ମାଙ୍କଡ଼ ତ ପଏଜନ ନୁହଁ, ତାକୁ ଯାହା ଚିକିତ୍ସା କରିବେ ଯାହା କରିବେ। ଆଉ କ'ଣ, ତେଣୁ ମାଙ୍କଡ଼ଟା ଆମେ ନେଇଗଲେ ଟିକେ ଯାହା ହଉ ଗାଁ ଲୋକ ଟିକେ ମାନେ ଆନନ୍ଦିତ ରହିବେ। ଆଉ କଙ୍କଡ଼ାହାର ମଙ୍ଗଳପୁର ଗ୍ରାମର ଗୋଟିଏ ମାଙ୍କଡ଼ ଆସି 20-25 ଦିନ ହେଲା ବହୁତ ହଇରାଣ କରୁଛି। ପିଲା ଛୁଆ ସ୍କୁଲ ଯାଇପାରୁନାହାନ୍ତି। ସେମାନେ ମାନେ 20-25 ଜଣଙ୍କୁ ବି କାମୁଡ଼ି ସାରିଲାଣି। ଏଇନା ସାଙ୍ଗେ ସାଙ୍ଗେ ମୋତେ ବି ଆଘାତ କରିଛି। ଏଇଠି ସାଙ୍ଗେ ସାଙ୍ଗେ ଏଠା କଟିଛି, ମୋର ହାତ ବି ଏଠି କଟିଛି। ଦେଖନ୍ତୁ, ମାନେ ଆମେ ମାନେ ଲୋକମାନେ ବି କାମ ଦେବାକୁ ଯାଇପାରୁନାହାନ୍ତି। ବାଇକରୁ ବି ଲୋକଙ୍କୁ ପେଲି ଦେଉଛି, ସ୍କୁଲ ବି ଯାଇପାରୁନାହାନ୍ତି ପିଲା ଛୁଆ। ଆପଣ ଅଭିଯୋଗ କରିଥିଲେ? ଅଭିଯୋଗ କରାହେଇଥିଲା। ବନ ବିଭାଗ କହୁଛନ୍ତି ହଁ ଆଜି ଯିବେ କାଲି ଯିବେ। ଥରେ ଆସିଥିଲେ ଯେ କହିଲେ ହଁ ଆସିବୁ ଆମେ କାଲି କ'ଣ ଗହଣା ଆଣିକି, ଆସିଲେନି। ଏବେ ଆସିକି 10-12 ଦିନ ହେଇଗଲାଣି ଆସିନାହାନ୍ତି। ଏବେ କ'ଣ ଚାହୁଁଛନ୍ତି ଆପଣ? ବନ ବିଭାଗ ଆସୁ, ସେ ମାଙ୍କଡ଼କୁ କେମିତି ଧରିକି ନେଇକି ଯାଆନ୍ତୁ। ପରିଚୟ ହେଲା, ମୁଁ ଚନ୍ଦ୍ରଶେଖର ଭୂୟାଁ, ଗ୍ରାମ କଙ୍କଡ଼ାହାଡ଼, କ'ଣ କହିବେ? ବଙ୍ଗିଦା। ମୁଁ କହିବାକୁ ଚାହୁଁଛି ଯେ ଗଭର୍ଣ୍ଣମେଣ୍ଟର ଏତେ ପ୍ରକାର ସୁବିଧା ଥାଉ ଥାଉ ଆମ ଗ୍ରାମରେ ବୁଢ଼ା ବୁଢ଼ୀ କେତେ କାହାକୁ 8 ଜଣଙ୍କୁ ଡ୍ୟାମେଜ୍ କରିସାରିଲାଣି ସେ ମାଙ୍କଡ଼। ବନ ବିଭାଗକୁ ଆମେ ଅପେକ୍ଷା କରିକା ଏଥରକ ଆଜି କ'ଣ ଲାଷ୍ଟ ଆମକୁ ସେ ଜଣେଇଛନ୍ତି ଯେ ଆସିବେ ବୋଲିକା। ସକାଳୁ ଆମେ କେତେବେଳକୁ ଆସିବେ କହିଛନ୍ତି? କହିଥିଲେ 10ଟା ଆସିକି ଆସିବେ, କିନ୍ତୁ ଆମେ ଏଠି 15-20 ଜଣ ଗାଁ ମୁଣ୍ଡଟି ବସି ବସିକା ଇଏ କଲାଣୁ। ପିଲାମାନେ ଆଜି ରବିବାର ବେଲିକା କେହି ଯାଇନାହାନ୍ତି ସ୍କୁଲକୁ, ଘରେ ଅଛନ୍ତି। ଏବେ 7-8 ଦିନ ହେଲା ଗୋଟେ ପିଲା ପିଛା ବଙ୍ଗିଦାକୁ ଯାଉଛନ୍ତି ସ୍କୁଲକୁ ଛାଡ଼ିବା ପାଇଁ। ତାଙ୍କ ଘରର ମାନେ କାମ ଧନ୍ଦାକୁ ଯାଇପାରୁନାହାନ୍ତି। କାମ ଧାନ ଯାଇପାରୁନୁ, ଧାନ ପଡ଼ିଛି ବିଲରେ ଯାଇପାରୁନୁ, ହାତୀ ସିଆଡ଼େ ଖାଉଛନ୍ତି, ବାରହା ଖାଉଛନ୍ତି, ମାଙ୍କଡ଼ ଆସିକି ପଡ଼ିଛି ଆମ ହାବୁଡ଼ରେ। ଆଉ ଯଦି ସରକାର ଆମକୁ ଏଭଳିଆ ସୁବିଧା ସୁଯୋଗ ବଞ୍ଚିତ କରିବେ, ହଇରାଣ କରୁଛନ୍ତି। ମାଙ୍କଡ଼ ସୁବିଧା ଜଣେଇଲା ପରେ ମଧ୍ୟ ସେମାନେ କେହି ଧ୍ୟାନ ଦେଉନାହାନ୍ତି। କାହାକୁ ଜଣେଇଥିଲେ? ଜଣେଇଥିଲୁ, ବନ ବିଭାଗକୁ ଜଣେଇଥିଲୁ। ସେମାନେ ଆସିନାହାନ୍ତି କେବେ? ସେମାନେ ହଁ ଯିବୁ, ସେ ହାତୀ ସିଆଡ଼େ ପଶିଯାଇଛି, ଇଆଡ଼େ ପଶିଯାଇଛି, ଆମକୁ ଶୁଣାଉଛନ୍ତି। ଆମେ କଣ୍ଟିନ୍ୟୁ 2-3 ଜଣଙ୍କୁ ଡ୍ୟାମେଜ୍ କରି ଚାଲିଛି ମାଙ୍କଡ଼। ଆଜିକି 12 ଜଣ ଖଣ୍ଡେ ହେଇସାରିଲାଣି। ଚାହିଁଲେ ଆମେ ଆପଣଙ୍କ ପାଖରେ ଆସି ସେମାନଙ୍କୁ ଠିଆ କରେଇଦେବୁ, ସେମାନଙ୍କର ଦେଖେଇଦେବୁ ଇଏଟା କେଉଁଠି କାମୁଡ଼ା କାମୁଡ଼ି କରିଛନ୍ତି। PRGI ସ୍ୱୀକୃତିପ୍ରାପ୍ତ ଓଡ଼ିଆ ଖବରକାଗଜ ଖବର ପଛର ଖବର ଏବଂ ଆମ ଡିଜିଟାଲ ପ୍ଲାଟଫର୍ମ ସୃଷ୍ଟି ନ୍ୟୁଜ୍ ଓ ପଲିଟିକାଲ ଖଟି ପାଇଁ ଓଡ଼ିଶାର ସମସ୍ତ ଜିଲ୍ଲା, ବ୍ଲକ, ମହାନଗର ନିଗମ, ମ୍ୟୁନିସିପାଲିଟି ଓ NAC ଅଞ୍ଚଳରେ ସାମ୍ବାଦିକ ଆବଶ୍ୟକ।